କେନ୍ଦୁଝର ଜିଲ୍ଲାରେ ବଣୁଆ ହାତୀଙ୍କ ଉତ୍ପାତ କ୍ରମଶଃ ବଢ଼ିବାରେ ଲାଗିଥିବା ବେଳେ ଏହି ହାତୀପଲ ବିଭିନ୍ନ ସମୟରେ ଅତର୍କିତ ଭାବେ ରାସ୍ତା ଉପରକୁ ଆସୁଥିବାରୁ ଦୁର୍ଘଟଣା ମଧ୍ୟ ଘଟୁଛି। ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜାଲି ଜଙ୍ଗଲରେ ଥିବା 25 ଟିକିଆ ହାତୀପଲ ମଧ୍ୟରୁ 19ଟି ହାତୀ ଦଳରୁ ବାହାରି ହଠାତ୍ ନିଶ୍ଚିନ୍ତପୁର ଆଡ଼େ ଯାଉଥିବା ବେଳେ କମଣ୍ଡ ନାଳ ନିକଟରେ କମଣ୍ଡ ନାଳରୁ ବାଲି ବୋଝେଇ କରି ଆସୁଥିବା ଏକ ଟ୍ରାକ୍ଟରର ଡ୍ରାଇଭର ନାଳ ନିକଟରେ ହଠାତ୍ ହାତୀଙ୍କୁ ସାମ୍ନାପଟୁ ଆସୁଥିବାର ଦେଖି ନାଳରେ ଗାଡ଼ିକୁ ଓଲଟାଇ ଭୟରେ ଦୌଡ଼ି ପଳାଇଥିବା ଦେଖାଯାଇଛି। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ଝାଲିଆବେଡ଼ା ଜଙ୍ଗଲରୁ 25 ଟିକିଆ ହାତୀପଲ ଜାଲି ଜଙ୍ଗଲରେ ଥିବାବେଳେ ଅପରାହ୍ନ ସମୟରେ ଏହି ହାତୀପଲ ମଧ୍ୟରୁ 19ଟି ହାତୀ ଦଳରୁ ଅଲଗା ହୋଇ ନିଶ୍ଚିତପୁର ଗାଁ ମୁହାଁ ହୋଇଥିଲେ। ତେବେ କମଣ୍ଡ ନାଳ ନିକଟରେ ନାଳ ଭିତରୁ ବାଲି ବୋଝେଇ କରି ଆସୁଥିବା ଏକ ବାଲି ବୋଝେଇ ଟ୍ରାକ୍ଟରର ହଠାତ୍ ଦ୍ରୁତ ଗତିରେ ମାଡ଼ି ଆସୁଥିବା ହାତୀପଲଙ୍କୁ ସାମ୍ନାସାମ୍ନି ହେବାରୁ ଡ୍ରାଇଭର ଭୟରେ ଭାରସାମ୍ୟ ହରାଇ ନାଳରେ ଗାଡ଼ିକୁ ଓଲଟାଇ ଦୌଡ଼ି ପଳାଇ ନିଜର ଜୀବନ ବଞ୍ଚାଇଥିଲେ। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।